ଆରମ୍ଭରେ କିଛି ମଧ୍ୟ ନଥିଲା। ଚାରିପାଖରେ ଅନ୍ଧକାର ଏବଂ ଶୂନ୍ୟତା ଥିଲା। ସେତେବେଳେ ପରମେଶ୍ୱର କହିଲେ, ଆଲୋକ ହେଉ। ତେବେ ତୁରନ୍ତ ଆଲୋକ ପ୍ରକାଶ ହେଲା। ପ୍ରଥମ ଦିନରେ ଆଲୋକ ଅନ୍ଧାର ବିଭକ୍ତ ହେଲା। ଦ୍ୱିତୀୟ ଦିନରେ ଆକାଶ ସୃଷ୍ଟି ହେଲା। ତୃତୀୟ ଦିନରେ ଜଳ ଏବଂ ଭୂମି ବିଭକ୍ତ ହେଲା ଏବଂ ହରିତ ଗଛପଳା ଜନ୍ମ ନେଲା। ଚତୁର୍ଥ ଦିନରେ ସୂର୍ଯ୍ୟ, ଚନ୍ଦ୍ର ଓ ତାରାମଣ୍ଡଳ ସୃଷ୍ଟି ହେଲା। ପଞ୍ଚମ ଦିନରେ ଆକାଶରେ ପକ୍ଷୀମାନେ ଉଡ଼ିଲେ ଏବଂ ମାଛମାନେ ପାଣିରେ ତରଳିଲେ। ଷଷ୍ଠ ଦିନରେ ପଶୁମାନେ ଏବଂ ସବୁଠାରୁ ବିଶେଷ ମନୁଷ୍ୟମାନେ ସୃଷ୍ଟି ହେଲେ। ପରମେଶ୍ୱର ମନୁଷ୍ୟମାନଙ୍କୁ ତାଙ୍କ ନିଜ ସ୍ୱରୂପେ ସୃଷ୍ଟି କଲେ ଏବଂ ଏହି ଜଗତରେ ତାଙ୍କୁ ଏକ ଦାୟିତ୍ୱ ଦେଲେ। ଯେମିତିକି ପରମେଶ୍ୱର ଶୂନ୍ୟଠାରୁ ସୁନ୍ଦର ଜଗତ ସୃଷ୍ଟି କଲେ, ସେହିପରି ତୁମ ଜୀବନର ଅନ୍ଧକାର ମଧ୍ୟ ଆଲୋକରେ ପରିଣତ ହୋଇପାରିବ।